ପୁଣି ସେଇ ଓଡ଼ିଶାର କେତୋଟି ପୁରୁଣା ଜିନିଷ ବିଷୟରେ ଆଲୋଚନା କରିବା। ମାଟି କାନ୍ଥ ଚାଳ ଘୋର ଆଟୁ ଦକ୍ଷିଣିଆ ଟୁ ହେଲା ଦୂର ସୁଜନେ ଛାଟ ହୋଇଲାଣି ମାଳ ମାଳ ସୁଜନେ ଗୋ ମହୁଡ଼ ମରାର ଘର ଶିକା ମଞ୍ଚା ଓଳି ତଳ ଆବର ସୁଜନେ ଗୋ ଖଞ୍ଜା ଘର ପହରା ସାତ ପହର ସୁଜନେ ଗୋ ଗଉଣୀ ମାଣ ଉମେଇ ପଲମ ମହଣା ହଜିଗଲାଣି ସୁଜନେ ଗୋ ଢିଙ୍କି କେଣେ ତ ରହିଲା ଯାଇ ସୁଜନେ ଗୋ ଶିଳ ଘୋରଣା ତ ନାହିଁ ବାଡ଼ି ତଳେ ଯାଇ ପଡ଼ିଅଛଇ ସୁଜନେ ଗୋ ତାକୁ ଦେଖିବାକୁ ବେଳ ନାହିଁ ସୁଜନେ ଗୋ। ତାତ୍ପର୍ଯ୍ୟ କ'ଣ ନା ମାଟି କାନ୍ଥ ଚାଳ ଘର ତାପରେ ଆଟୁ ଦକ୍ଷିଣ ଆଟୁ ଏସବୁ ଲୋପ ହେଇଗଲେଣି। ପ୍ରାୟ ସବୁଆଡ଼େ ଛାତ ମାଳମାଳ ହେଇଗଲେଣି। ହେଉଛି ତା ସମୟ ଅନୁସାରେ ସବୁ ବଦଳୁଛି ଆଉ କାଳକୁ ଯାଇକିରି ପାଳ ଝଡ଼ା ହେଉଛି ଆଉ କ'ଣ ସେ ସମୟରେ ଯାହା ଥିଲା ହେଉଥିଲା ଏ ସମୟ ଯାହା ହେଲା ହେଉଛି କିଛି ଅସୁବିଧା ନାହିଁ। ଆମେ ଟିକେ ଜାଣିବା ଦରକାର ସେ ସମୟରେ ଏଇଆ ଥିଲା। ମହୁଡ଼ ମରା ଘର ଗୋଟେ ଘର ଥିଲା ମହୁଡ଼ ମରା ସେ ଚାରିପଟ ଛପର ହେଇଥିବ ଗୋଲେଇ ହେଇକିରି ଘର ଚାଳର ଗୋଲ ଛପର ହେଇଥିବ ତାକୁ ମହୁଡ଼ ମରା ଘର ସେ ବି ଆଉ ନାହିଁ। ଶିକା ଆଉ କାହା ଘରେ ଝୁଲୁନି ମଞ୍ଚାରେ ଆଉ ବହିପତ୍ର ରହୁନି ବାଉଁଶରେ ଗୋଟେ ବନ୍ଧା ହେଇ ମଞ୍ଚା ଭଳିଆ ହେଇଥିବ ଆଉ ରହୁନି। ଓଳି ତଳ କହିଲେ କେହି ବୁଝିପାରିବେନି ଚାଳ ତଳକୁ କହନ୍ତି ଓଳି ତଳ କେହି ବୁଝିପାରିବେନି। ଖଞ୍ଜା ଘର ନାହିଁ ସିଆଡ଼ୁ ଘର ଆଇଲା ଆଡ଼ୁ ଘର ଆଇଲା ମଝିରେ ଗୋଟେ ଖଞ୍ଜା ହେଇଥିବ ମୋତେ ଇଏ ଭଳିଆ ସେ ଜିନିଷ ଆଉ ନାହିଁ ସେ ବି ଗଲେଣି। ଗଉଣୀ ନାହିଁ ମାଣ ନାହିଁ ଉମେଇ ପଲମ ମହଣା ଏସବୁ ହଜିଗଲେଣି। ମହଣାରେ କ୍ଷୀର ଉଷୁମ ହୋଇ କ୍ଷୀର ଆଉଟା ହେଇ ଢିଙ୍କି ଆଉ କାହା ଘରେ ନାହିଁ ଢିଙ୍କି ତଳ ବାଇରେ ପଡ଼ିଛି ଖତ ହେଇଗଲେଣି ଢିଙ୍କି ଆଉ କିଏ ପଚାରୁନାହାନ୍ତି ସବୁ ତ ଅଲଗା ଅଲଗା ଜିନିଷ ବାହାରିଲା ତାକୁ ପଚାରିବେ। ଆଚ୍ଛା ଶିଳ ଘୋରଣା ଯେଉଁ ଚକି କହନ୍ତି ଘୋରଣା ଇଏ ବି ନାହିଁ ଏସବୁ ବାଇରେ ଯାଇକିରି ପଡ଼ିଛି ତାକୁ ଦେଖିବାକୁ ଆଉ ସୁଯୋଗ କାହାକୁ ସମୟ ବି ନାହିଁ। ଏ ଜିନିଷ କ'ଣ କିଏ ରଖିଥିଲା କ'ଣ କରିଥିଲା ଏ ଜିନିଷ ସମୟ ବି ଆଉ ନାହିଁ ତାକୁ କରିବା ପାଇଁ। ପୁଣି ପରବର୍ତ୍ତୀ ବାର୍ତ୍ତା ଦେଖିବା।